ଖସଡ଼ା ହବ କହିତେ ଦେଖୁ ଆଜ୍ଞା ଆସିବ ନା କରିବ ଏ ପୋଷ୍ଟରଟା ତ ଆଣି ନାହିଁ ଏ ବଡ଼ କାଲି ଆଣିଲ ନାହିଁ ହାଁ କାଲି ଆଣିଲ କେନ୍ତା କରମା ଗାଡ଼ି ହେଇ କାଲି ବାଳ ତୁଇ କେମିତି ରଖିଲୁ ଢୁକେଇ ଭାବୁଥିଲି ତମେ ତ ବାହାରେ ରହିଗଲା ହେବାଟେ ରାସ୍ତା ଅଛି ଗଲେ ବି ହେବା ଯେ ଲେଟ୍ ହେଇଯିବା ଫେରେ ଟିକେ ଯାତ୍ରା ଖମଣ ବାଟେ କାଣ ବୋଲି ବୁଝେଇମା ଯାଅ ଖାଲି ବେନର ବୁଝିବା ଆଉ କାଁ ବୁଝେ ମା ଗୋଟେ ତାଙ୍କର ଇଏଟା ସିଷ୍ଟମେଟିକ୍ ଅଛି ଭେନରଟା ନେଇ ଛାଡ଼ିକିରି ପଳେଇ ଆସିବ ବାଳ ସବୁ ଆଉ ହେଟା ଦେଖିଥିଲେ ଭଲ ହେଇଥିଲା ଟୁଣିଆ ପାଲିରେ ଛୁଟିଆ ବେନର କା ଅଛି ଏଠୁ ଯାଇକିରି ଟୁଣିଆ ପୁରା ଆଣିପାରମା ଯାଉ ତାହେଲେ ବାହାରେ ଥିଲା ଆମେ ଢୁକେଇ ବୋଲୁଥିଲି ଗାଡ଼ି ରଖିଦେଇଥିବୁ ନା କାଲି ସ୍କୁଟିରେ ବୁଲୁଥିଲୁ କି ନାହିଁ ସ୍କୁଟିରେ ଗନୁ ନେଇକି ହେଲେ ସେ ଇଲା ପକା ଆଉ ଥରେ ଯିବ ହେଲେ କାଇନା ବୋଲି କହିବି ହଁ ନା ସାଙ୍ଗେ ବାଟି ଚାପିକିରି ପଳେଇଲେ ଯା ପଳେଇଲେ ନାହିଁ ହେଲେ କାଇନା ବୋଲି କହିବି ପାଣି ଟିକେ ପିଇଥିବୁ ବୋଲି କଦା ଛକରେ ପାଣି ଟିକେ ପିଇକି ଖରାପ तो एटा फाइनाली पहुंची सारिछु जोटी मीटिंग हबार थिला एटा टेंडरा ग्राम जो कसरा पंचायत अंडर आसुची बणी ब्लॉक तो चलंदो देखिबा आजिर एही पवित्र और महत्वपूर्ण सभा रे उपस्थित समस्त भाई भौणी मानकु हमर एनजीओ रेक्सलर वेलफेयर फाउंडेशन पक्षर हृदयर स्वागत अभिनंदन जणाउछु आम हेड ऑफिस मुंबई झारखंड और पुरी रे पूर्वरु अवस्थित अछि एबे खूब शीघ्र आम पाखापाखी अंचल रे मध्य ऑफिस आरंभ हेबाकू जाउछि आम भाई और भौणी माने आमे समस्ते आज एठारे एक शुभ काम उद्देश्य रे एकत्रित होइछु समाज सेवार भावना को आगो को बढ़ाइबा पाई आमर एनजीओ रेक्सलर वेलफेयर फाउंडेशन रो मुख्य लक्ष्य होछि आवश्यकता अनुसार लोकमाननकु सहयोग करिबा और सहायता राशि प्रदान करिबा जेमिति कि परिवारर मौलिक आवश्यकता पूरण करिबा आवश्यक समय रे चिकित्सा एवं गर्भवती महिला मानकु सहायता देबा विवाह और अन्य सामाजिक कार्य रे सहयोग करिबा गरीब परिवारनकु घर जोगाई देबा तापरे आम एनजीओ रो मूल उद्देश्य होछि आपण माने निजे सहायता पाइबे एवं सही समय रे आउ दुई जनकु सहायता देबार सुयोग मध्य पाइबे आमर लक्ष्य केवल निज लाभ नुहे बरং निजे आग को बढ़ेबा आउ दुई जन को मध्य आग को बढ़ाइबा तो एमिदी प्रोसेस रे गले समस्तनको पाखको ए जो सिस्टम टा पहुंची पारिबो आउ समस्त उपकृत होबे समस्त लाभवान हे पारिबे आपण जानिले कि गोटे एनजीओ आम एरिया को आसीची आउ से समस्तनको सप्ताह को 500 रु 1000 टंका आउ तासो मासको 5 केजी अट्टा आउ 2 केजी डाली फ्री रे समस्त को दउची हेले आपण आनिबा को जिबे ना नाही कहंतु निश्चय जिबे मु भी हेतिले जाई थांती जे भी जानिबो से मध्य जिवो तो एमिति सुजोग के काहेंगे हाथ छोड़ा करिवो कहंतु किंतु गोटिए कंडीशन अछि जे से 500 रु 1000 प्रत्येक सप्ताह रे पाइबा पई कि डाली की अट्टा पाइबा पई गोटिए कंडीशन अछि तो सेटा होची दुई जन को भी जणेबा को पड़िबो कि सेठी 1000 टंका अट्टा डाली एमती सब मागणा रे मिलुची ए कथाटे मिछ कथा कि गप नुह आज्ञा सत कथा आमर एनजीओ आपणको स्वप्न एबे पूरा करबा को जाउची आपण मानको समस्त को एबे प्रत्येक वीक 500 रु 1000 टंका आ मास को 5 केजी अट्टा आ डाली 2 केजी फ्री रे मिलिबो सब वीक रे
ଆଉ ସବୁ ମାସରେ। ଏଥିପାଇଁ ଆପଣମାନଙ୍କୁ ଆମର NGOର ଜଣେ ଜଣେ ମେମ୍ବର ସଦସ୍ୟ ହେବାକୁ ପଡ଼ିବ। ଆମ NGOକୁ ଆପଣମାନେ ନ୍ୟୁ ପରିବାର ହିସାବରେ ଭାବନ୍ତୁ, ଆଉ ଆମ ପରିବାରର ଜଣେ ଜଣେ ସଦସ୍ୟ ହୋଇଯାଆନ୍ତୁ। ଆଉ ଆମ ପରିବାରର ଜଣେ ଜଣେ ସଦସ୍ୟ ହେଇଯାଆନ୍ତୁ। ଦେଖିବେ ଆମ ପରିବାର ଆପଣମାନଙ୍କୁ କେତେ କ'ଣ ସହାୟତା ଯୋଗାଇ ଦେବ। ଏଥିରେ ସମସ୍ତେ ସହାୟତା ପାଇପାରିବେ। ସହାୟତା ପ୍ରଣାଳୀ ରହିଛି। ଏହି ବ୍ୟବସ୍ଥାରେ ଯୋଗ ଦେବା ପରେ ପ୍ରତ୍ୟେକଙ୍କୁ 2 ଜଣ ନୂତନ ସଦସ୍ୟଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ଯଦି 2 ଜଣଙ୍କୁ ସାହାଯ୍ୟ କରିବେ ନାହିଁ, କିଛି ବି ସହାୟତା ମିଳିବ ନାହିଁ। ଯଦି ଆପଣ କେବଳ 2 ଜଣଙ୍କୁ ସାହାଯ୍ୟ କରୁଛନ୍ତି, କେବଳ 2 ଜଣ, ତାହେଲେ ଶୁଣନ୍ତୁ କେତେ ସହାୟତା ପାଇପାରିବେ ମୁଁ କହୁଛି। ପ୍ରତ୍ୟେକ ୱିକ୍ରେ 500ରୁ 1000 ଟଙ୍କା ଖାତାରେ ପାଇବେ ସେଟା ପଇସାଟା। ଆଉ ତାପରେ ମାସକୁ 500 କି 1000 ଟଙ୍କାର ଆପଣଙ୍କୁ ରେସନ ସାମଗ୍ରୀ ବି ମଧ୍ୟ ଯୋଗାଇ ଦିଆଯିବ। ହଁ ଆଜ୍ଞା, ଆମର ମେମ୍ବର ହେବା ସମ୍ପୂର୍ଣ୍ଣ ମାଗଣା, କିନ୍ତୁ ଗୋଟିଏ କଣ୍ଡିସନ ରହିବ। ଆପଣମାନଙ୍କୁ ଅନଲାଇନ୍ ରେଜିଷ୍ଟ୍ରେସନ ବାବଦକୁ 350 ଟଙ୍କା ଦେବାକୁ ହେବ। ଯେମିତି ଆପଣମାନେ ଅନଲାଇନ୍ ଦୋକାନକୁ କିଛି ଅନଲାଇନ୍ କରିବାକୁ ଗଲେ କିଛି ପଇସା ଦେଉଛନ୍ତି, ଠିକ୍ ସେମିତି। ଯେମିତି ପାନ୍ କାର୍ଡଟେ ଅନଲାଇନ୍ କଲେ 200 କି 300 ଦେଉଛନ୍ତି, ଆଧାର କାର୍ଡଟେ ଅନଲାଇନ୍ କଲେ 100 କି 200 ଲାଗୁଛି, ଠିକ୍ ସେମିତି ଆମର ମେମ୍ବରସିପ୍ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ଚାର୍ଜ 350 ଟଙ୍କା ଲାଗୁଛି। ଆମର ଉଦ୍ଦେଶ୍ୟ, ଆମେ ଚାହୁଁଛୁ ପ୍ରତ୍ୟେକ ପରିବାର ସ୍ୱାବଲମ୍ବୀ ହେଉ, କେହି ଅସହାୟ ନ ରୁହନ୍ତୁ, ସମସ୍ତେ ମିଶି ସମାଜ ସେବାରେ ଅଂଶଗ୍ରହଣ କରନ୍ତୁ। ଆସନ୍ତୁ ଆମେ ସମସ୍ତେ ଏକତାବଦ୍ଧ ହୋଇ ସହଯୋଗ କରିବା, ସହାୟତା ପାଇବା ଓ ସମାଜକୁ ଆଗକୁ ନେବା। ଏବେ ଜାଣନ୍ତୁ ଏତେ ସବୁ ସହାୟତା ବାବଦକୁ ଏତେ ଟଙ୍କା କୋଉଠୁ ଆସୁଛି। ତ ଆମର ସରକାର ଗୋଟେ CSR ଫଣ୍ଡସ୍ ଅସହାୟ ଲୋକଙ୍କ ସହାୟତା ପାଇଁ ରଖିଛନ୍ତି। CSRର ଫୁଲ୍ ଫର୍ମ ହେଉଛି କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି। ର ଓଡ଼ିଆ ଅର୍ଥ ହେଉଛି ସଂଗଠନିକ ସାମାଜିକ ଦାୟିତ୍ୱ। ସେଟା କମ୍ପାନୀମାନଙ୍କର ସମାଜ ପ୍ରତି ଗୋଟେ ଦାୟିତ୍ୱ। ସେମିତି ଗୋଟେ ଫଣ୍ଡସ୍ ଆମର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବାହାର କରିଥିଲେ। 2013 ମସିହାରେ କମ୍ପାନୀ ଆକ୍ଟ 2013 ଭିତରେ CSR ବ୍ୟବସ୍ଥା ଅଣାଯାଇଥିଲା। ଏହି ଆଇନଟି ପାର୍ଲାମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ପାସ୍ ହୋଇଥିଲା। ଏହା ଭାରତ ସରକାରଙ୍କ ନିଷ୍ପତ୍ତି ଥିଲା। 1 ଏପ୍ରିଲ 2014ରୁ CSR ନିୟମ ଲାଗୁ ହେଲା। CSR ଫଣ୍ଡସ୍ କାହିଁକି ଅଣାଯାଇଥିଲା ଶୁଣନ୍ତୁ। ବଡ଼ ବଡ଼ କମ୍ପାନୀମାନେ ତାଙ୍କର ଲାଭର କମ୍ ସେ କମ୍ 2% ସମାଜସେବା ପାଇଁ ବ୍ୟୟ କରିବାକୁ ପଡ଼ିବ। ଏହା ହିଁ CSRର ନିୟମ। CSR ଫଣ୍ଡସ୍ର କାମ କ'ଣ? CSR ଟଙ୍କା ନିମ୍ନଲିଖିତ କାମରେ ବ୍ୟବହାର ହୁଏ, ଯେମିତିକି ଶିକ୍ଷା ଉନ୍ନତି, ଚିକିତ୍ସା ସହାୟତା, ଗରିବ ଲୋକଙ୍କୁ ଖାଦ୍ୟ ସହାୟତା, ପରିବେଶ ସୁରକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ପାନୀୟ ଜଳ ବ୍ୟବସ୍ଥା, ଗ୍ରାମ ଉନ୍ନତି କାର୍ଯ୍ୟ। ସରଳ ଭାଷାରେ କହିବାକୁ ଗଲେ କମ୍ପାନୀମାନେ ଲାଭ କମାନ୍ତି, ସେହି ଲାଭର କିଛି ଅଂଶ ସମାଜର ଉନ୍ନତି ପାଇଁ ଦେବାକୁ ପଡ଼େ। ସେହି ଟଙ୍କାକୁ କୁହାଯାଏ CSR ଫଣ୍ଡସ୍, ସଂଗଠନିକ ସାମାଜିକ ଦାୟିତ୍ୱ ନିଧି। ତାପରେ ସ୍ତରଭିତ୍ତିକ ଭାବରେ ସହାୟତା ରାଶି ମିଳିବ। ମେମ୍ବର ହେବା ପାଇଁ ଆପଣଙ୍କ ନାଁ, ମୋବାଇଲ ନମ୍ବର, ଆକାଉଣ୍ଟ ନମ୍ବର ଆବଶ୍ୟକ। ଆଉ କାହାର କ'ଣ ଡାଉଟ୍ ଏବେ ଆପଣମାନେ ପଚାରି ପାରିବେ।